ମନରେ ତାଙ୍କ ମନରେ ବି ବହୁତ ଭଲ ପାଇବା ଅଛି, ତାଙ୍କ ମନରେ ବି ବହୁତ ମାନେ ଗୋଟେ କ'ଣ ଅଛି, ଆଉ ତାଙ୍କ ମନରେ ବି ବହୁତ ଆଶା ଅଛି କି ଆପଣଙ୍କ ସହିତ ସେ ମିଶିବେ, ଆପଣଙ୍କ ସହିତ ସେ ଯାହା ତାଙ୍କର ମନରେ ମାନେ ଯାହା ସେ ମାନେ ଆପଣଙ୍କ ସହିତ ଯେମିତି ଆଗରୁ ଥିଲେ ସେମିତି ରହିବା ପାଇଁ। କିନ୍ତୁ ଏମିତି ଏକ ପରିସ୍ଥିତି ଆସିଲା ଯେମିତି ସତେ ଯେମିତି ତାଙ୍କୁ ଆପଣଙ୍କ ଠାରୁ ଯେଉଁମାନେ ସବୁ ଦୂରେଇ ନେଲେ ସେମାନେ ତାଙ୍କୁ କ'ଣ ସବୁ କି ବ୍ଲାକ୍ ମ୍ୟାଜିକ୍ କରିକି ଆଉ କେତେ ପ୍ରକାର କୁବୁଦ୍ଧି ଦେଇକି ଆପଣଙ୍କ ଠାରୁ ସେ ଦୂରେଇ ନେଇଗଲେ, ଯେଉଁଟାକି ସେ କଥା ଆପଣ ଭାବିଲେ ବି ଆପଣଙ୍କୁ ବହୁତ କଷ୍ଟ ଆସୁଛି, ବହୁତ ମାନେ କଷ୍ଟ, ଯେଉଁ କଷ୍ଟ ଭିତରେ ଆପଣ ସମୟଟାକୁ ଅତିବାହିତ କରୁଛନ୍ତି ଆଉ ସେଇଟା ନ କହିବା ଭଲ। ତେଣୁକରି ଆପଣ ବହୁତ ମେଣ୍ଟାଲି ବି ମୋର ଡିପ୍ରେସନରେ ବି ଅଛନ୍ତି। ଆଉ ଠିକ୍ ଅଛି, ଆପଣ ଯେଉଁଟାକି ଯେଉଁ ଡିପ୍ରେସନ୍ ଲେଭେଲକୁ ଆପଣ ଯାଇଛନ୍ତି ସେଠାରୁ ଫେରିବା ଆପଣଙ୍କ ପାଇଁ କଷ୍ଟ ହୋଇଯାଉଛି ସତ, କିନ୍ତୁ ଆପଣ ଭାବନ୍ତୁ ନାହିଁ ଯେ ଆପଣଙ୍କ ପାର୍ଟନର୍ ଭଲରେ ଅଛନ୍ତି ବୋଲି। ସିଏ ବି ବହୁତ ଫ୍ରଷ୍ଟ୍ରେସନ୍ ଲେଭେଲରେ ଅଛନ୍ତି। କାହିଁକି ନା ଯେତେବେଳେ ସେ ଚାହୁଁଛନ୍ତି ଆପଣଙ୍କ ସହିତ ଭେଟିବା ପାଇଁ ତାଙ୍କୁ ଏମିତି ସମୟ ସାପେକ୍ଷ କରିଦେଉଛି ଯେଉଁଟାକି ସିଏ ଭେଟି ପାରୁନାହାନ୍ତି କି କଣ୍ଟାକ୍ଟ କରିପାରୁନାହାନ୍ତି। ଯଦି ଦୀର୍ଘ ଦିନ ହେଇଗଲା, ବହୁତ ଦିନ ହେଇଗଲା ତାଙ୍କ ସହିତ ଆପଣଙ୍କର କିଛି ଯୋଗାଯୋଗ ନାହିଁ, ଆପଣଙ୍କୁ ଫିଲ୍ ହେଉଛି କି ସିଏ ଅନ୍ୟ କେଉଁଠି ସେଟେଲ୍ ହେଇକି ରହିଗଲେ କି ଅନ୍ୟ କାହା ସାଙ୍ଗରେ ସମ୍ପର୍କ ରଖିଲେ, ତେଣୁକରି ମୋତେ ଭୁଲିଗଲେ। ଆଉ ନାଇଁ, ସେମିତି ନୁହେଁ। ଆପଣ ଯେଉଁ ମାଇଣ୍ଡରେ ଯେଉଁ କଥା ଆସୁଛି ଆଉ ସେଇଟା କେବେ ଆପଣ ନ ଜାଣିକି ବି ଭାବିବାଟା ଉଚିତ ନୁହେଁ ବୋଲି ମାନେ ମୋର ଆପଣଙ୍କୁ ସଜେଷ୍ଟ କରୁଛି ଏ କଥା। ତେଣୁକରି ଆପଣ ରିଏଲ୍ କଥାଟା ଜାଣନ୍ତୁ, ସତ୍ୟ କଥାଟା ଜାଣନ୍ତୁ ଯେ ଆପଣଙ୍କ ପାର୍ଟନର୍ କ'ଣ କରୁଛନ୍ତି ଏବେ, ଆଉ ତାଙ୍କ ମନରେ ଆକ୍ଚୁଆଲି ମାନେ ତାଙ୍କ ମନର ଇଚ୍ଛାଟା କ'ଣ ଆକ୍ଚୁଆଲି। ସିଏ ବି ଆପଣଙ୍କୁ ଚେଷ୍ଟା କରୁଛନ୍ତି କେମିତି ଭେଟିବା ପାଇଁ, ସିଏ ବି ଚାହୁଁଛନ୍ତି ଆପଣଙ୍କ ସହିତ କେମିତି କଣ୍ଟାକ୍ଟ କରିବା ପାଇଁ, ବଟ୍ ହେଇପାରୁନି ତ ଠିକ୍ ଅଛି, ବଟ୍ ହେବ। ମୋର ଆଶା ଭଗବାନଙ୍କର ଯାହା ଆପଣଙ୍କ ପ୍ରତି ଗୋଟେ ଆଶୀର୍ବାଦ ଅଛି। କେବେ ନା କୌଣସି ପରିସ୍ଥିତିରେ ନା ଭଗବାନ କାହାକୁ ହଇରାଣ କରନ୍ତି ନାହିଁ କି ଭଗବାନ କାହାର ଅମଙ୍ଗଳ ଚିନ୍ତା କରନ୍ତି ନାହିଁ। ଏତିକି ଯେଉଁ ଭଗବାନ ଆପଣଙ୍କୁ ମାନେ ଧରାପୃଷ୍ଠକୁ ଆଣିଛନ୍ତି ଆଉ ଯାହାର ଆଶୀର୍ବାଦ ଆପଣଙ୍କ ପ୍ରତି ଅଛି ନା, ସେ କେବେ କୌଣସି ପରିସ୍ଥିତିରେ ବି ହଇରାଣ ହୁଏ ନାହିଁ। ଆପଣ ଏମିତି ସମୟ ଆସିଛି, ଆଜି ଖରାପ ପରିସ୍ଥିତି ଆସିଛି, କାଲି ଭଲ ପରିସ୍ଥିତି ଆସିବ, ସେଇଟା ଆପଣ ଭାଗ୍ୟରେ ଅଛି। ଠିକ୍ ଅଛି, ଯାହା ହଉ ନା କାହିଁକି ଆପଣ ପାର୍ଟନର୍ ନା, ଆଉ ଆପଣଙ୍କୁ ବି ବହୁତ ମନେ ପକାଉଛନ୍ତି, ଆଉ ସିଏ ବି ଚାହୁଁଛନ୍ତି କି